করলে 5টি স্কুল বেলে সরকার ଆମେ ରଙ୍ଗ ମାରୁନୁ ଏବଂ ନୂଆ ଢାଞ୍ଚାରେ ଗୋଟେ ଗଦାବରିଷ ଆଦର୍ଶ ବିଦ୍ୟାଳୟ ସୃଷ୍ଟି ଆଜ୍ଞା ଦେଖନ୍ତୁ 7 ମାସ 8 ମାସ ହେଲା ଏଟା କୌଣସି କଥା ଲୁଚା ସଫା ନାହିଁ ଲୁଚୁଛି ନା ଗୋଡ଼ ଦୁଇଟା ଦୁଷୁଛି ନୂତନତ୍ୱ ବର୍ତ୍ତମାନ ସୁଦ୍ଧା ସରକାର କିଛି ଆଣିନାହାନ୍ତି ଆଗେ ବିଗତ ସରକାର ନବୀନ ବାବୁଙ୍କ ସମୟରେ 5ଟି ନାଁରେ ହାଇସ୍କୁଲ ମାନଙ୍କୁ ରୂପାନ୍ତରୀକରଣ କରାଗଲା ବର୍ତ୍ତମାନ ଏଥରକା ଯଦି ଆମେ ଆସିଥାନ୍ତୁ ଆମେ ପ୍ରାଇମେରୀ ସ୍କୁଲ ବା ମାଇନର ସ୍କୁଲକୁ ଟେକଅପ୍ କରାହେଇଥାନ୍ତା ସେଇ ଜିନିଷକୁ ଆପଣ ନାଁ ପରିବର୍ତ୍ତନ କରି ଗୋଦାବରିଷ ମାନେ ଯୋଜନା କରିକି ଆପଣ ତାକୁ ଆଣିକି ପ୍ରତି ପଞ୍ଚାୟତରେ ଆପଣ କହୁଛନ୍ତି ପ୍ରାଇମେରୀ ସ୍କୁଲକୁ ଟେକଅପ୍ କରା ସ୍ୱାଗତ ଯୋଗ୍ୟ କଥା କିଛି ଅସୁବିଧା କିଛି ନାହିଁ କିନ୍ତୁ ସିଏ ଯୋଉ କଥା କହୁଛନ୍ତି ଆମେ ଏଟା ଗୋଟେ ନୂତନତ୍ୱ ଆଣୁଛୁ ନୂତନତ୍ୱ ଦେଖିବାକୁ ଏପର୍ଯ୍ୟନ୍ତ ବାକି ଅଛି ଏପର୍ଯ୍ୟନ୍ତ କୌଣସି ନୂତନତ୍ୱ ଆସିନି ନିର୍ବାଚନରେ ସୁଭଦ୍ରା ଯୋଜନାରେ ଜନସାଧାରଣଙ୍କୁ ମାନେ ମହିଳାମାନଙ୍କୁ ସାହାଯ୍ୟ କରିବାକୁ କହିଥିଲେ ତା ଅବସ୍ଥା ଯାହା ଆପଣ ସମସ୍ତେ ଜାଣନ୍ତି କହିଥିଲେ ଏମ୍ଏସ୍ପି ଗୋଟେ ପ୍ରତିଶ୍ରୁତି ଆପଣ ପାଳନ କରୁଛନ୍ତି ତା ମଧ୍ୟ ଠିକ ଭାବରେ ଚାଲୁନାହିଁ ପ୍ରୋକ୍ୟୁରମେଣ୍ଟ ପ୍ରୋସିଜିଅର ଯଦି ଆପଣ ଦେଖିବେ ବହୁତ ଦିମାଗତିରେ ଚାଲିଛି ମାନ୍ୟବର ମନ୍ତ୍ରୀ ମହୋଦୟ ବିଭିନ୍ନ ଜାଗାରେ ବିଭିନ୍ନ ଷ୍ଟେଟମେଣ୍ଟ ଦେଉଛନ୍ତି କିନ୍ତୁ ବାସ୍ତବତା କ'ଣ ଗ୍ରାଉଣ୍ଡରେ ବର୍ତ୍ତମାନ ସୁଦ୍ଧା କେତେ ପ୍ରୋକ୍ୟୁରମେଣ୍ଟ ହେଲାଣି କେବେଠୁ ଆରମ୍ଭ ହେଲାଣି ଘଡ଼ିକି ଘୋଡ଼ା ଛୁଟୁଛି କଟନୀ ଛଟନୀ ହବନି ବାସ୍ତବରେ ହଉଛି ତେଣୁ ମନ୍ତ୍ରୀଙ୍କ କଥା ବା ସରକାରଙ୍କ କଥା ପାଣି ଦରକାର ସତ୍ୟତା କ'ଣ ମାନେ ବାତ୍ୟା ଦାନା ଆସିଲା ପ୍ରବଳ ବର୍ଷା ହେଲା କ୍ଷୟକ୍ଷତି ହେଲା ଏଫଏକ୍ୟୁ ମାନ ଧାନ ସରକାର ଏପର୍ଯ୍ୟନ୍ତ କହୁଛନ୍ତି ଆଗକୁ କ'ଣ ହବ ଧାନ ଡିସ୍କଲେକ୍ଟ ହେଲା ତାପରେ ମତ କ'ଣ ଏପର୍ଯ୍ୟନ୍ତ ସାଇଲେଣ୍ଟ ନୂତନ ତ କୌଣସି କଥା ନାହିଁ ହଁ ପ୍ରାଇମେରୀ ସ୍କୁଲକୁ ସରକାର ଯୋଉ ଚେଷ୍ଟା କରୁଛନ୍ତି କି ପ୍ରତି ପଞ୍ଚାୟତ ଗୋଟେ ଡିସିସନ ନେବା ପାଇଁ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ବିଜେପି ବିଧାୟକ ମାନେ କହୁଛନ୍ତି ଶୃଙ୍ଖଳା ବାହାରକୁ ପଳାଉଛନ୍ତି ବିଜେପି ବିଧାୟକ ମାନେ କଂଗ୍ରେସ ମଧ୍ୟ ତାଙ୍କୁ ଦଉଛନ୍ତି ମହିଳା ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଆଜ୍ଞା ମହିଳା ବାଚସ୍ପତି କଥା ନ କହିବା ଭଲ ଆପଣମାନେ ଏଭଳିଆ ପ୍ରଶ୍ନ ପଚାରିଲେ ଆପଣଙ୍କ ନିର୍বোଧତା ଜଣାପଡୁଛି ଯେତେବେଳେ ଶ୍ରୀମତୀ ପ୍ରମିଳା ମଲ୍ଲିକ ମହୋଦୟ ଯେତେବେଳେ ବାଚସ୍ପତି ଥିଲେ ସେତେବେଳେ ଚପଲ ପକେଇଥିଲେ ଆପଣ କୋଉଠି ଶୋଇଥିଲେ ଆଜି ଛାତି ବାଟି ଯାଉଛି ଆପଣଙ୍କର ଡାଲି କୋଉଠି ଆପଣ ପକେଇଥିଲେ ନା ସେତେବେଳେ ସେ କ'ଣ ମହିଳା ନଥିଲେ ସୁରମାପାଢୀ ମହୋଦୟ ମହିଳା ପ୍ରମିଳା ମଲ୍ଲିକ ମହୋଦୟ ମହିଳା ନୁହନ୍ତି ଆପଣ ଆଗେ ନିଜ ନିଜ ମାନସିକତା ନିଷ୍ପତ୍ତି ଠିକ କରନ୍ତୁ ସିଏ କହିଦେଲେ ଆପଣ ବଜେଇ ଦେଲେ କ'ଣ ପଚାରୁନାହାନ୍ତି 28-29 ଓଡ଼ିଶା ଆରମ୍ଭ କରୁଛି 5,000 ଡେଲିଗେସନ ଆସିବେ 12ଟି ଦେଶରୁ ପ୍ରତିନିଧି ଆସିବେ ଏଥର ପୂର୍ବ ଦିଟା ଯୋଉ ହେଇଥିଲା ମେକ୍ ଇନ୍ ଓଡ଼ିଶା ସେଥିରେ ଯୋଉ ଇନଭେଷ୍ଟମେଣ୍ଟ ହେଇଛି ତାଠାରୁ ଏଥର ସ୍ୱତନ୍ତ୍ର ରହୁଛି ବୋଲି ସରକାର କହିବା ଦେଖନ୍ତୁ ଅତୀତରେ ଆମ ସରକାର ସମୟରେ 2015 ମସିହାରେ ଆମେ ଶିଳ୍ପାୟନ ଓଡ଼ିଶାର ଦ୍ରୁତଗତିରେ ପ୍ରତିଷ୍ଠାନ କରିବା ପାଇଁ ଗୋଟେ ନୂଆ ଇଣ୍ଡଷ୍ଟ୍ରିଆଲ ପଲିସି କରିଥିଲୁ ଏବଂ 2016 ମସିହାରେ ପ୍ରଥମ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯୋଉଟାକି ଦ୍ୱିତୀୟ ସଂସ୍କରଣ ଆପଣଙ୍କର 2018ରେ କାର୍ଯ୍ୟକ୍ରମ ହେଇଥିଲା ମୋର ଯେତିକି ସ୍ମରଣ ଅଛି ପ୍ରଥମଟାରେ ବୋଧେ ଆମେ 2.5 ଲକ୍ଷରୁ 3 ଲକ୍ଷ ପାଖାପାଖି ଇନଭେଷ୍ଟମେଣ୍ଟର ଇଣ୍ଟେଣ୍ଟ ପାଇଥିଲୁ ଏବଂ ତାପରେ 18 ମସିହାରେ ପାଖାପାଖି 4.5 ଲକ୍ଷ କୋଟି ଟଙ୍କାର ଇଣ୍ଟେଣ୍ଟ ପାଇଥିଲୁ ତାପରେ 2020 ମସିହାରେ ହେବା କଥା ଯେହେତୁ କରୋନା ହେଲା କୋଭିଡ ପାଇଁ ସେଟା ସ୍ଥାନାନ୍ତରିତ ହେଲା ଏବଂ 2022 ମସିହାରେ ତୃତୀୟ ସଂସ୍କରଣ ହେଇଥିଲା ଯାହାଦ୍ୱାରା ଆମେ ପାଖାପାଖି 10,30,000 କୋଟି ଟଙ୍କାର ଇଣ୍ଟେଣ୍ଟ ପାଇଥିଲୁ ତତ୍ମଧ୍ୟରୁ ଆମେ ସରକାର ଯିବା ଭିତରେ ମୁଁ ଜାଣିବା ଭିତରେ ଟୋଟାଲ ଆପଣଙ୍କର 3 ସଂସ୍କରଣ ମିଶାଇଲେ ପାଖାପାଖି 60 ଭାଗ ପ୍ରକଳ୍ପ ଗ୍ରାଉଣ୍ଡେଡ୍ ହେଇଥିଲା ଯୋଉଟାକି ସାରା ଭାରତ ବର୍ଷରେ ଗ୍ରାଉଣ୍ଡିଂରେ ଓଡ଼ିଶା 1 ନମ୍ବର ଥିଲା ଇନଭେଷ୍ଟମେଣ୍ଟ ଗୋଟେ ଇଣ୍ଟେଣ୍ଟ ଥାଏ ମୁଁ ମାନେ ଆଶା ପ୍ରକାଶ କରୁଛି କି ମୁଁ এটা ଦେବି ମାନେ ଓଡ଼ିଶାରେ ପୁଞ୍ଜି ଲଗେଇବି ତାକୁ କୁହାଯାଏ ଇଣ୍ଟେଣ୍ଟ ଏବଂ ସେ ଇଣ୍ଟେଣ୍ଟଟା ଫେର କାର୍ଯ୍ୟକାରୀ ହେବା ଦରକାର ସରକାରର ବିଭିନ୍ନ ସ୍କିମ୍ ପ୍ରଣାଳୀ ଆଉ କ୍ଲିୟରେନ୍ସ ପରେ ସେଟା ଗ୍ରାଉଣ୍ଡେଡ୍ ହେବା କଥା ଗ୍ରାଉଣ୍ଡେଡ୍ରେ ନ୍ୟାସନାଲ ଆଭରେଜ ସେତେବେଳେ ଥିଲା ପାଖାପାଖି 20-22% ଯୋଉଟାକି ଆମେ 40-45%ରେ ଥିଲୁ ଯୋଉଟାକି ବହୁତ ଭଲ ପ୍ରଦର୍ଶନ ଥିଲା ବୋଲି କେନ୍ଦ୍ର ସରକାର ମଧ୍ୟ ସ୍ୱୀକୃତି ଦେଇଥିଲେ ବର୍ତ୍ତମାନ ସରକାର ଚେଞ୍ଜ ହେଲା ପରେ ମେକ୍ ଇନ୍ ଓଡ଼ିଶାକୁ ନା ପୁନର୍ବାର ଯୋଉ କଥା ମୁଁ କହୁଥିଲି ଧାରାବାହିକ ଭାବରେ ପରିବର୍ତ୍ତନ କରି ତାକୁ ଉତ୍କର୍ଷ ଓଡ଼ିଶା କରିଛନ୍ତି ନିଶ୍ଚିତ ଭାବରେ ଓଡ଼ିଶାର ଶିଳ୍ପାୟନ ହେବାର ଏକାନ୍ତ ଆବଶ୍ୟକତା ଅଛି କାରଣ ଯୁବପିଢ଼ିକୁ ନିଶ୍ଚିତ ଭାବରେ ନିଯୁକ୍ତି ଏବଂ ଓଡ଼ିଶାକୁ ଇନଭେଷ୍ଟମେଣ୍ଟ ଆସିଲେ ଓଡ଼ିଶାର ଆର୍ଥିକ ପରିସ୍ଥିତି ଏବଂ ନିଶ୍ଚିତ ଭାବରେ ସାମାଜିକ ପରିସ୍ଥିତି ଓଡ଼ିଶାରେ ସୁଧରିବ ଯୋଉଟାକି ସମସ୍ତଙ୍କ ପାଇଁ ଭଲ କିନ୍ତୁ ଯୋଉ କଥା କୁହାହେଉଛି ବର୍ତ୍ତମାନ ଯାହା 8 ମାସର ଆମର ଏକ୍ସପିରିଏନ୍ସ କଥା ତ ଅନେକ କଥା କୁହାଯାଉଛି ପ୍ରବାସୀ ଭାରତରେ ବି କୁହାଯାଇଥିଲା 15,000 ଲୋକ ଆସିବେ କେତେ ଆଇଲେ ତେଣୁକରି ଯୋଉ କଥା କୁହାଯାଉଛି 5,000 ଡେଲିଗେଟ୍ ଆସିବେ ଆଉ ଗତ ଥର 10,30,000 କୋଟି ଯୋଉ ଇଣ୍ଟେଣ୍ଟ ଆସିଥିଲା ଏଥର ତା ଅଧିକା ଆସିବେ
आम समय तो प्रधानमंत्री नथिले केंद्र सरकार आम संगे नथिले आम एकाकी करूँ आंचलिक दल हिसाब से आम एकाकी करूँ बर्तमान माननीय प्रधानमंत्री भी आसवे माने डबल इंजिन तो डबल इंजिन निश्चित भाव डबल इन्वेस्टमेंट आने कथा समय कह के कार्य संपन्न है 28-29 तारीख गला आम जना पड़ शिल्प विभाग कह आगु तो विधानसभा आस निश्चित भाव में विषय आलोचना हम केते इंटेंट आसला कौन कौन इंडस्ट्री आसला कौन कौन आसीला पलैला ये समस्त कथा आलोचना हम तेणुक निश्चित भाव में शिल्पायन ओडिशार बर्तमान आज तारीखर आवश्यकता सरकार सकारात्मक पदक्षेप उचित एवं इन्वेस्टमेंट ओडिशा को आसवा उचित।